ମୋ ଚତୁର୍ଥୀ ରାତିରେ ମୋ ଦେଢ଼ଶୁରଙ୍କ ରୁମ୍ରୁ ବହୁତ ଜୋରରେ ଚିତ୍କାରର ସ୍ୱର ଆସୁଥିଲା। କିନ୍ତୁ ମୋର ବଡ଼ ଯା ବହୁ ପୂର୍ବରୁ ମରିଯାଇଥିଲେ। ଆଉ ମୁଁ ମୋ ଦେଢ଼ଶୁରଙ୍କ ରହସ୍ୟ ଜାଣିବା ପାଇଁ ସେଦିନ ରାତିରେ ତାଙ୍କ ରୁମ୍ରେ ଲୁଚି ରହିଲି। ତାପରେ ମୋ ଦେଢ଼ଶୁର ଯାହା କରୁଥିଲେ ଦେଖିଲା ପରେ ମୋ ପାଟିରୁ ଚିତ୍କାର ବାହାରିଗଲା। କାରଣ ଯେତେବେଳେ ମୁଁ ପ୍ରଥମେ ସେହି ହୃଦୟ ବିଦାରକ ଚିତ୍କାର ଶୁଣିଲି, ମୁଁ ସମ୍ପୂର୍ଣ୍ଣ ଭୟଭୀତ ହୋଇଗଲି। ମୁଁ ଗଭୀର ନିଦରୁ ଶୀଘ୍ର ଉଠିଲି ଏବଂ ସେହି ଚିତ୍କାରର ସ୍ୱର ମହଲର ଚାରିଆଡ଼େ ପ୍ରତିଧ୍ୱନିତ ହେଉଥିଲା। କାରଣ ସେହି ସମୟରେ ଚାରିଆଡ଼େ ନୀରବତା ରହିଥିଲା। ମୋ ରୁମ୍ରେ ବହୁତ ଅନ୍ଧାର ଥିଲା। ମୁଁ ମୋ ହାତରେ ଖୋଜି ପାର୍ଶ୍ୱ ଟେବୁଲ ଉପରେ ଲାଇଟ୍ ଜଳାଇଲି ଆଉ ମୋ ଘଣ୍ଟାକୁ ଚାହିଁଲି। ରାତି 1 ବାଜିଥିଲା ଏବଂ ଚିତ୍କାରର ଶବ୍ଦଗୁଡ଼ିକ ପ୍ରତିଧ୍ୱନିତ ହେଉଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ସ୍ୱାମୀ ପଙ୍କଜ ମୋ ପାଖରେ ଗଭୀର ନିଦରେ ଶୋଇଥିଲେ। ଆଉ ସେ ଏତେ ଚିତ୍କାରର ଶବ୍ଦ ସହିତ କିପରି ଶୋଇପାରୁଥିଲେ? ଗତକାଲି ମୁଁ ପଙ୍କଜଙ୍କ ସ୍ତ୍ରୀ ହୋଇ ଏହି ଘରକୁ ଆସିଥିଲି। ମୁଁ ପଙ୍କଜକୁ ବହୁତ ଧୁମ୍‌ଧାମ୍‌ର ସହିତ ବିବାହ କରିଥିଲି। ମୁଁ ବହୁତ ଧନୀ ପରିବାରର ବୋହୂ ହୋଇଥିଲି। ଆଉ ମୁଁ ମଧ୍ୟ ଏକ ଧନୀ ପରିବାରର ଝିଅ ଥିଲି। ମୋର ଶାଶୁ ଏବଂ ଶ୍ୱଶୁରଙ୍କର ବହୁ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ଆଉ ମୋ ଦେଢ଼ଶୁର ଜଣେ ଯତ୍ନଶୀଳ ବ୍ୟକ୍ତି ଥିଲେ। ମୁଁ ତାଙ୍କ ଆଚରଣକୁ ଭଲ ଭାବରେ ଜାଣିଥିଲି। ପଙ୍କଜ ସହିତ ମୋର ଏକ ପ୍ରେମ ବିବାହ ଥିଲା। ବିବାହ ପାଇଁ ଆମେ ଦୁଇ ଜଣଙ୍କୁ ବାଛିଥିଲୁ ଏବଂ ସେବେଠୁ ଫୋନ୍‌ରେ କଥା ହେବା ଆରମ୍ଭ କରିଥିଲୁ। ଆମେ ଦୁହେଁ ଧନୀ ପରିବାରର ଥିଲେ, ତେଣୁ ଏହି ବିବାହରେ କାହାରି ଆପତ୍ତି ନଥିଲା। ଏହା ମୋର ବିବାହର ପ୍ରଥମ ରାତି ଥିଲା। ମୁଁ ମୋ ସ୍ୱାମୀ ଆମର ଚତୁର୍ଥୀ ରାତିର ରୋମାନ୍ସ କରି ଶୋଇଥିଲୁ ଏବଂ ସେହି ରାତିରେ ମୁଁ ଚିତ୍କାର ଶୁଣିଲି। ଏହା ଏକ ଝିଅର ଚିତ୍କାର କରିବାର ସ୍ୱର ଥିଲା, ଯେପରି ସେ କାହାକୁ ସାହାଯ୍ୟ ପାଇଁ ଡାକୁଥିଲେ। ପ୍ରଥମେ ମୁଁ ରୁମ୍‌ରୁ ବାହାରକୁ ଯିବାକୁ ଭାବିଲି ଏବଂ ଏହା କାହାର ସ୍ୱର ଥିଲା ଜାଣିବାକୁ ଚାହୁଁଥିଲି। ଆଉ କିଏ ଏହି ସମୟରେ ଏତେ ଉଚ୍ଚ ସ୍ୱରରେ ଚିତ୍କାର କରୁଛି? କିନ୍ତୁ ମୁଁ ଆଜି ଏ ଘରକୁ ଆସିଥିଲି। ମୁଁ କେମିତି ଗୋଡ଼ କାଢ଼ି ରୁମ୍‌ରୁ ବାହାରି ପାରିବି? ଏହି ସ୍ୱର ଅଧଘଣ୍ଟା ଧରି ପ୍ରତିଧ୍ୱନିତ ହେଲା, ଯାହା ପରେ ଶାନ୍ତି ବିସ୍ତାର କଲା। ପଙ୍କଜଙ୍କୁ ଶୋଇଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ କିପରି ଏପରି ଶବ୍ଦରେ ମଧ୍ୟ ଶୋଇପାରୁଥିଲେ? କିନ୍ତୁ କିଛି ସମୟ ପରେ ସ୍ୱର ବନ୍ଦ ହୋଇଗଲା, ଯେପରି କୌଣସି ସ୍ୱର ହୋଇନଥିଲା। ମୁଁ ପୁଣି ଥରେ ଶୋଇଲି ଏବଂ ବର୍ତ୍ତମାନ ନିଦ ମୋ ଆଖିରୁ ବହୁତ ଦୂରରେ ଥିଲା। ମୋ ମନ ବାରମ୍ବାର ସେହି ଚିତ୍କାର କରୁଥିବା ଝିଅ ଆଡ଼କୁ ଯାଉଥିଲା। ସେ କିଏ ଏବଂ କାହିଁକି ସେ ଏପରି ଚିତ୍କାର କରୁଥିଲେ? ଏବଂ କାହିଁକି ସମସ୍ତେ ତାଙ୍କ ସ୍ୱରରେ ଚୁପ୍ ରହିଲେ? ଅନ୍ୟଥା କୌଣସି ହଙ୍ଗାମା ହୋଇନଥାନ୍ତା? ତାପରେ ମୁଁ ଟିକିଏ ଭୟଭୀତ ହେବାକୁ ଲାଗିଲି। କାରଣ ଏହି ମହଲର ଚାରିଆଡ଼େ କେବଳ ଜଙ୍ଗଲ ଥିଲା, ଯେଉଁଠାରେ ଏହି ମହଲଟି ନିର୍ମିତ ହୋଇଥିଲା ଏବଂ ଗାଁ 3-4 ମାଇଲ ଦୂରରେ ଥିଲା। ମୁଁ ସହରରୁ କିଛି ଦିନ ପାଇଁ ଗାଁକୁ ଆସିଥିଲି। ମୋର ବିବାହ ପରେ ମୁଁ ସହରରେ ରହିବି ବୋଲି ଏହା ବିବାହ ପୂର୍ବରୁ ସ୍ଥିର ହୋଇଥିଲା। ଏହି ଲୋକମାନଙ୍କର ସହରରେ ମଧ୍ୟ ବଙ୍ଗଳା ବହୁତ ସୁନ୍ଦର ଥିଲା ଏବଂ ଏଠି ମହଲ ଏତେ ବଡ଼ ଥିଲା ଯେ ମୁଁ ଜାଣେ ନାହିଁ ଏଠାରେ କେତେ କୋଠରୀ ନିର୍ମାଣ କରାଯାଇଛି। ଏଠାରେ ଥିବା ବଗିଚା ବହୁତ ବଡ଼ ଥିଲା ଏବଂ ମୁଁ ଏହି ମହଲରେ ପ୍ରବେଶ କରିବା ମାତ୍ରେ ଏହା ଏକ ପ୍ରାସାଦ ପରି ଅନୁଭବ କରିବାକୁ ଲାଗିଲି। ମୁଁ ଦେଖିଲି, କିନ୍ତୁ ଏଠାରେ ଥିବା ଧନୀତା ଦେଖିବା ପରେ ମୋ ଆଖି ଚମକିଲା। ମୋ ରୁମ୍‌କୁ ଫୁଲ ଏବଂ ମହମବତୀ ଦ୍ୱାରା ସଜାଯାଇଥିଲା। ମୁଁ ନିଜ ପାଇଁ ଯେତେ ଗର୍ବିତ, ସେତିକି କମ୍ ଥିଲା। ଆମ ଦୁହିଁଙ୍କୁ ଦେଖି ସମସ୍ତେ ଆମକୁ ଏକ
ଦିଆ ଆଉ ବାତି ବୋଲି ଡାକିଲେ। କିନ୍ତୁ ଆଜି ରାତିରେ ମୁଁ ଯାହା ଶୁଣିଥିଲି ମୋର ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା ଏବଂ ମୁଁ ଏହା ବିଷୟରେ ଚିନ୍ତା କଲାବେଳେ ପୁନର୍ବାର ନିନ୍ଦରେ ହଜି ଯାଇଥିଲି। ସକାଳେ ପଙ୍କଜ ମୋତେ ଏକ ମଧୁର ହସ ସହିତ ଉଠାଇଥିଲେ ଆଉ ସେ କହିଲେ, ମ୍ୟାଡ଼ାମ୍ ଉଠ, ଏହା ଦିଲ୍ଲୀ ନୁହେଁ ଯେଉଁଠାରେ ତୁମେ ବେଡ଼ସିଟ୍ ଘୋଡ଼ାଇ ହୋଇ ଆରାମରେ ଶୋଇ ରହିବ। ମୁଁ ଧୀରେ ଧୀରେ ଆଖି ଖୋଲିଲି ଏବଂ ସେ ବି ଉଠି ସାରିଥିଲେ। ପଙ୍କଜ ଖଟରୁ ଉଠି ତାଙ୍କ କପଡ଼ା ବାହାର କରୁଥିଲେ। ସେ ମୋତେ କହିଲେ ଯେ ତୁମର ଜିନିଷ ଡ୍ରେସିଂ ରୁମ୍ରେ ପଡ଼ିଛି ଏବଂ ତୁମକୁ କେବଳ ସେୟା ହିଁ ପିନ୍ଧିବାକୁ ପଡ଼ିବ। ସେ ମୋତେ କହିଲେ ଯେ ସେ ୱାଶରୁମ୍କୁ ଯାଉଛନ୍ତି। ମୁଁ ବିଛଣାରୁ ଉଠି ବସିଲି। ପ୍ରଥମେ ମୁଁ ଭାବିଲି ବୋଧହୁଏ ରାତିରେ ଯାହା ଘଟିଛି ମୋର କିଛି ଭ୍ରମ। ଆଉ ସେ ସବୁ କଥା ଭାବି ଭାବି ମୁଁ ମୋ ନିଜ ରୁମ୍ରେ ଥିବା ଡ୍ରେସିଂ ରୁମ୍କୁ ଗଲି। ମୁଁ ଯେତେବେଳେ ଏତେ ଭାରି ଲୁଗା ଦେଖିଲି ମୋର ଆଖି ବଡ଼ ବଡ଼ ହୋଇଗଲା। ମୁଁ ଫ୍ରେଶ୍ ହେବା ପରେ ବହୁତ କଷ୍ଟରେ ସେହି ଲୁଗା ପିନ୍ଧିଥିଲି। ଆଜି ମୁଁ ସଜବାଜ ହୋଇ ସେ ସମସ୍ତ ଲୁଗା ପିନ୍ଧିବା ପରେ ବାହାରକୁ ଆସିଲି ଏବଂ ମୋ ଦେଢ଼ଶୁର ମୋ ସାମ୍ନାରେ ଚେୟାରରେ ବସିଥିଲେ। ସେ ମୋତେ ଦେଖି ହସିବାକୁ ଲାଗିଲେ। ତାପରେ ସେ ମୋ ପାଖକୁ ଆସିଲେ ଏବଂ ମୋ ଉପରେ ହଜାର ହଜାର ଟଙ୍କାର ବର୍ଷା କରି ମୋତେ ସ୍ୱାଗତ କଲେ। ତାପରେ ମୋତେ ବାହାରକୁ ନେଇଗଲେ। ସେଠାରେ ଗାଁର ମହିଳାମାନେ ମୋତେ ଦେଖିବାକୁ ଆସିଥିଲେ। ଗରମ ଏବଂ ଖରାରେ ସେମାନେ ଜଣା ନାହିଁ କେବେଠୁ ମୋତେ ଅପେକ୍ଷା କରିଥିଲେ। ଏତେ ସମୟ ଧରି ସେ କେବଳ ମୋ ମୁହଁ ଦେଖିବାକୁ ବସିଥିଲେ। ମୋ ଦେଢ଼ଶୁର କହିଲେ ଯେ ଇଏ ହେଉଛନ୍ତି ଆମ ଘରର ନୂଆ ମାଲିକାଣୀ, ପଙ୍କଜଙ୍କ ପତ୍ନୀ। ସମସ୍ତ ମହିଳା ମୋତେ ଅଭିବାଦନ କରିବା ଆରମ୍ଭ କଲେ। ମୁଁ ସେଠାରେ ବେଶୀ ସମୟ ରହିପାରିଲି ନାହିଁ। ପ୍ରବଳ ସୂର୍ଯ୍ୟକିରଣ ମୋ ଅବସ୍ଥାକୁ ଖରାପ କରିଦେଇଥିଲା। ମୁଁ ଶୀଘ୍ର ଭିତରକୁ ଯାଇ ଏସିର ସୁଇଚ୍ ଅନ୍ କରି ନିଜ ରୁମ୍ରେ ବସିଗଲି। ଦିନସାରା କ୍ରମାଗତ ଭାବରେ ଲୋକମାନଙ୍କର ଆସିବା ଏବଂ ଯିବା ହେଉଥିଲା। ମୁଁ କେବଳ ରାତିରେ ପଙ୍କଜଙ୍କୁ ଭେଟିଥିଲି, ନଚେତ୍ ସେ ଦିନସାରା ପୁରୁଷମାନଙ୍କ ସହିତ ବିତାଇଥିଲେ। ଆଉ ଗାଁରେ ଅନ୍ୟ କିଛି ରୀତିନୀତି ଅଛି। ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ସହିତ କମ୍ ସମୟ ଏବଂ ଅନ୍ୟମାନଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତି। ତାହା ମଧ୍ୟ ମୋ ସହିତ ଘଟିଥିଲା। ରାତିରେ ମୁଁ ଥକା ଅନୁଭବ କରି ଥକି ଯାଇଥିଲି। ତେଣୁ ମୁଁ ଶୋଇବା ମାତ୍ରେ ଶୋଇପଡ଼ିଲି ଏବଂ ପଙ୍କଜ ମୋତେ କହିବାକୁ ଲାଗିଲେ ଯେ ତୁମେ ଗାଁର ପରିବେଶରେ ବିରକ୍ତ ହେଉଛ। ସେ ମୋତେ ସ୍ନେହରେ ଦେଖିବା ଆରମ୍ଭ କଲେ। ତାପରେ ମୁଁ ଆଖି ଖୋଲି ଟିକିଏ ହସିଲି। ମୁଁ କହିଲି, ପଙ୍କଜ, ଶୀଘ୍ର ଦିଲ୍ଲୀ ଫେରିଯିବାକୁ ଚିନ୍ତା କର। ମୁଁ ଏପରି ପରିବେଶର ଅଭ୍ୟସ୍ତ ନୁହେଁ। ମୋର କଥାରେ ପଙ୍କଜଙ୍କ ହସ କାହିଁକି କେଜାଣି ଅଦୃଶ୍ୟ ହୋଇଗଲା। ମୁଁ ଜାଣେ ନାହିଁ। ତାପରେ ସେ ଖଟ ଉପରେ ଆଉଜି ବସି କହିଲେ ଯେ ବର୍ତ୍ତମାନ ଏହା ସମ୍ଭବ ନୁହେଁ, କିନ୍ତୁ ମୁଁ ଚେଷ୍ଟା କରିବି। ନିଦ୍ରାରେ ଥାଇ ମଧ୍ୟ ମୁଁ ଆଖି ଖୋଲି ତାଙ୍କ ଆଡ଼କୁ ଚାହିଁ ରହିଲି। ପଙ୍କଜ, ତୁମେ ବହୁତ ଭଲ ଭାବରେ ଜାଣିଛ ଯେ ମୁଁ ଗାଁରେ 2ରୁ ଅଧିକ ଦିନ ରହିପାରିବି ନାହିଁ। ମୁଁ ଏଠାର ପୋଷାକରେ ଅସହଜ ଅନୁଭବ କରୁଛି। ଏଠାରେ ଏକ ଅଲଗା ପରିବେଶ ଅଛି। ମୁଁ ଏଠାରେ ରହିପାରିବି ନାହିଁ। ମୋ କଥା ଶୁଣିବା ପରେ ସେ ଭିତରେ କିଛି ଗଭୀରତାର ସହ ଚିନ୍ତା କଲେ। ଏହା ଭାବି ସେ
ଏକ ସିଗାରେଟ୍ ବାହାର କରି ହାଲୁକା ଜାଳି ଧୂମ୍ରପାନ କରିବାକୁ ଲାଗିଲେ। ମୁଁ ବହୁତ ଥକି ପଡ଼ିଥିଲି। ସେଥିପାଇଁ ମୁଁ ପୁଣି ଶୋଇପଡ଼ିଲି। ପୁଣି ଗୋଟିଏ ଝିଅର ଚିତ୍କାର ଦ୍ୱାରା ମୋ ଆଖି ଖୋଲିଗଲା। ଚିତ୍କାର କରିବା ଏବଂ ନିଜକୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିବା। ମୁଁ ସଙ୍ଗେ ସଙ୍ଗେ ଉଠି ପଙ୍କଜକୁ ମଧ୍ୟ ଜାଗ୍ରତ କଲି। ସେ ଶୋଇକି ହିଁ ମୋତେ ଦେଖିବା ଆରମ୍ଭ କଲେ। ମୁଁ କହିଲି, ପଙ୍କଜ, କେହି ଜଣେ ଚିତ୍କାର କରିବାର ସ୍ୱର ଶୁଣାଯାଉଛି। ମୋ କଥା ଶୁଣି ସେ ହଡ଼ବଡ଼େଇକି କହିଲେ, ଏଠାରେ କୌଣସି ଧ୍ୱନି ଶୁଣାଯାଉ ନାହିଁ। ମୁଁ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ଏହା କିପରି ସମ୍ଭବ ହେଲା? ଯାହା ମୁଁ ଝିଅର ଚିତ୍କାର ଶୁଣୁଥିଲି କିନ୍ତୁ ପଙ୍କଜଙ୍କ ପାଖକୁ ଆସୁନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇ ପଙ୍କଜକୁ ଚାହିଁଲି ଆଉ କହିଲି, ଦେଖ, ମୁଁ ତୁମକୁ କହୁଛି, ଏଇ ଝିଅର ସ୍ୱର ତୁମକୁ ଶୁଣାଯାଉନି? ସେ କହିବାକୁ ଲାଗିଲେ, ମୁଁ କିଛି ଶୁଣିପାରୁନାହିଁ। ମୋତେ ନିଦ ଲାଗୁଛି ଆଉ ତୁମେ ମୋତେ ହଇରାଣ କର ନାହିଁ। ଏହା କହି ସେ ପୁଣି ଶୋଇପଡ଼ିଲେ ଏବଂ ଭୟ ହେତୁ ମୁଁ ଖରାପ ଅବସ୍ଥାରେ ଥିଲି। ଏହି ଚିତ୍କାର ସ୍ୱର ସତରେ ଥିଲା କି ନା କେବଳ ମୁଁ ଏହା ଶୁଣିପାରୁଥିଲି? ଅର୍ଥାତ୍ ମୁଁ କେବଳ ଭୂତ ବିଷୟରେ ଚିନ୍ତା କରିବାକୁ ଲାଗିଲି। ଭୟର ହେତୁ ଏହି କାରଣରୁ ମୁଁ ପଙ୍କଜଙ୍କୁ ଜାବୁଡ଼ି ଧରି ଶୋଇଥିଲି। ମୋ ହୃଦୟକୁ ଏହା କଠିନ ଆଘାତ କରୁଥିଲା। ବର୍ତ୍ତମାନ ମୁଁ ଏହି ମହଲରେ ଆଉ ଗୋଟିଏ ଦିନ ପର୍ଯ୍ୟନ୍ତ ବି ରହିବାକୁ ଚାହୁଁନାହିଁ। ମୁଁ ଭୂତମାନଙ୍କୁ ବହୁତ ଭୟ କରେ। ଆଉ ପରଦିନ ସକାଳେ ମୁଁ ପଙ୍କଜଙ୍କୁ ସହରକୁ ଯିବାକୁ ଜିଦ୍ କରିବା ଆରମ୍ଭ କଲି। ମୁଁ କହିଲି, ମୋତେ ଦିଲ୍ଲୀ ଯିବାକୁ ପଡ଼ିବ। ମୋତେ ଏଠି ବହୁତ ଡର ଲାଗୁଛି। ମୁଁ 2 ଦିନ ହେଲାଣି ଏଠି କାହାର ଚିତ୍କାର ଶୁଣିପାରୁଛି। ଯେମିତି ସେ ଝିଅ କାହାକୁ ସାହାଯ୍ୟ ମାଗୁଥିବା ପରି ମୋତେ ଲାଗୁଥିଲା। ଭୟ ହେତୁ ମୁଁ ଏଠାରେ ରହିପାରିବି ନାହିଁ। ଯେମିତି ମୁଁ ବର୍ତ୍ତମାନ ଡର ଯୋଗୁଁ କାନ୍ଦିବାକୁ ଲାଗିବି। ଏବଂ ପଙ୍କଜ ମୋତେ ଧ୍ୟାନର ସହିତ ଦେଖୁଥିଲେ ଆଉ ସେ ମୋ ଠାରୁ ବାରମ୍ବାର ଦୂରେଇ ଯାଉଥିଲେ। ସେ କହିଲେ, ସେ ବର୍ଷ ବର୍ଷ ଧରି ଏହି ମହଲରେ ଏମିତି ଛାୟା ରହି ଆସିଛି। କାହାକୁ ଏହି ସ୍ୱର ଶୁଣାଯାଏ, ଯେମିତି ତୁମକୁ ହେଉଛି ପରି ଲାଗୁଛି। କିନ୍ତୁ ସେହି ଛାୟାଗୁଡ଼ିକ ଆମକୁ କଦାପି କ୍ଷତି କରିନଥିଲେ, ନଚେତ୍ ମୋ ଭାଉଜମାନେ ଏଠାରେ ରହିପାରିନଥାନ୍ତେ। ପଙ୍କଜ ଯାହା କିଛି କହିଲେ ମୁଁ ସେଥିରେ ସାନ୍ତ୍ୱନା ପାଇଲି ନାହିଁ। ମୁଁ କେବଳ ଦିଲ୍ଲୀ ଯିବାକୁ ଅପେକ୍ଷା କରିଥିଲି। ଜଳଖିଆ ସମୟରେ ମୋ ଦେଢ଼ଶୁର ପଙ୍କଜଙ୍କୁ ପଚାରିଲେ, ତୁମେ କେବେ ଦିଲ୍ଲୀ ଫେରିବ? ଏକଥା ଶୁଣିବା ପରେ ପଙ୍କଜ ଚା କପ୍ ହାତରେ ହିଁ ରହିଗଲା। କିନ୍ତୁ ମୁଁ ମୋ ହୃଦୟରେ ଖୁସି ଅନୁଭବ କରୁଥିଲି। ଯାହା ହେଉ, ଗାଁରେ କେହି ତ ଆମକୁ ଦିଲ୍ଲୀ ପଠାଇବାକୁ ଚିନ୍ତା କଲେ। ପଙ୍କଜ କହିଲେ, ଭାଇ, ଯାହା ତୁମର ଅର୍ଡ଼ର। ପଙ୍କଜ ବହୁତ କଷ୍ଟରେ କହିଲେ। ସେ ତାଙ୍କ ବଡ଼ ଭାଇଙ୍କୁ ବହୁତ ଭୟ କରୁଥିଲେ। ଦେଢ଼ଶୁର କହିଲେ, ତୁମେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଦିଲ୍ଲୀରେ ପହଞ୍ଚିବ ଆଉ ଯାଇ ସେଠାର କାର୍ଯ୍ୟର ଯତ୍ନ ନେବାକୁ ପ୍ରସ୍ତୁତ ହୁଅ। ମୁଁ ଖୁସିରେ ଫାଟି ଯାଉଥିଲି। ମୁଁ ଶୀଘ୍ର ମୋର ଚା ସମାପ୍ତ କଲି ଏବଂ ଚେୟାରରୁ ଉଠି ଠିଆ ହେଲି। ତେଣୁ ମୋ ଦେଢ଼ଶୁର ମୋତେ ଦେଖିକି କହିଲେ, ବୋହୂ, ଆଜି ତୁମେ କାହିଁକି ଠିକ୍ରେ ଜଳଖିଆ ଖାଇଲ ନାହିଁ? ମୁଁ କହିଲି, ମୋତେ ମୋର ଏବଂ ପଙ୍କଜଙ୍କ ପ୍ୟାକିଂ କରିବାକୁ ପଡ଼ିବ। ଆଉ ଆମେ ସନ୍ଧ୍ୟାରେ ଦିଲ୍ଲୀ ଯିବା। ଆଉ ମୋତେ ପ୍ୟାକିଂ ପାଇଁ ସମୟ ଲାଗିବ। ମୋ କଥା ଶୁଣିବା ପରେ ଦେଢ଼ଶୁର ପଙ୍କଜଙ୍କୁ ଅନାଇ କହିଲେ, ତୁମେ ବୋହୂକୁ କହିନାହଁ କି ଯେ ସେ ବର୍ତ୍ତମାନ ଏଠାରେ ରହିବେ? ଏହି ଶବ୍ଦଗୁଡ଼ିକ ମୋ ହୃଦୟକୁ ଆଘାତ କଲା ଏବଂ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଆଉ
ତାଙ୍କ ଆଡ଼କୁ ଚାହିଁଲି। ସେ କହିଲେ, ମୁଁ ଭୁଲି ଯାଇଥିଲି ଭାଇ। ମୋ ଦେଢ଼ଶୁର ପୁଣି ମୋତେ କହିଲେ, ବୋହୂ, ତୁମେ ଏବେ ଆମ ଘରର ସମ୍ମାନ ଏବଂ ଆମ ଘର ମହିଳାମାନେ ଏହି ମହଲରୁ ବାହାରକୁ ଯାଆନ୍ତି ନାହିଁ। ତୁମେ ଏଠାରେ ରହିବ। ପଙ୍କଜ ଦିଲ୍ଲୀ ଯିବେ ବୋଲି ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ପଙ୍କଜ ଏହା ପୂର୍ବରୁ କାହିଁକି କହିନଥିଲେ? ମୋତେ ଆଗରୁ କୁହାଯାଇଥିଲା ଯେ ମୋତେ କିଛି ସମୟ ଗାଁରେ ରହିବାକୁ ପଡ଼ିବ। ତାପରେ ସେ ମୋତେ ସାଙ୍ଗରେ ଦିଲ୍ଲୀ ନେଇଯିବେ। ମୁଁ ରାଗିକି ସେଠୁ ଉଠି ରୁମ୍ ଭିତରକୁ ଗଲି, କାରଣ ସେ ମୋତେ ମିଛ କହିଥିଲେ। ମୁଁ ଗଲା କିଛି ସମୟ ପରେ ପଙ୍କଜ ରୁମ୍ ଭିତରକୁ ଆସିଲେ। ମୁଁ କାନ୍ଦିବାକୁ ଲାଗିଲି ଆଉ ମୁଁ କହିଲି, ମୁଁ ଏହି ଭୂତ ଘରେ ରହିବାକୁ ଚାହେଁ ନାହିଁ। ତୁମେ ମୋତେ ମିଛ କହିଛ ଯେ ଆମେ ଦିଲ୍ଲୀରେ ରହିବୁ। ତୁମେ ଯାଇ ତୁମ ଭାଇଙ୍କୁ କୁହ। ସେ ମୋ କଥା ଶୁଣିବା ପରେ ମୋ ପାଖକୁ ଆସି ବସିଲେ ଆଉ ବହୁତ ଭଲ ପାଇବାର ସହିତ କଥା ହେଲେ। ମୁଁ ତୁମକୁ ବର୍ତ୍ତମାନ ଦିଲ୍ଲୀ ନେଇପାରିବି ନାହିଁ। ଏଠାରେ କିଛି ମାସ ରୁହ। ଏଠାରେ ରହୁଥିବା ମହିଳାମାନେ ଯେପରି ରୁହନ୍ତି, ତାପରେ ମୁଁ ତୁମକୁ ଦିଲ୍ଲୀ ନେଇଯିବି। ମୁଁ କହିଲି, ତୁମ ବିନା ମୁଁ ଏଠାରେ ରହିବି ନାହିଁ। ରାତିରେ ସେହି ଚିତ୍କାର ମୋତେ ମାରିଦେବ। ମୁଁ ବହୁତ ଭୟଭୀତ ଥିଲି। ସେ ମୋତେ କହିଲେ, ଚିତ୍କାର ପ୍ରତି ଧ୍ୟାନ ଦିଅ ନାହିଁ। ଯାହା ବି ହେଉ ସେ ତୁମକୁ କିଛି ବି କରିବ ନାହିଁ। ମୁଁ ତୁମକୁ ଏହା ପ୍ରତିଜ୍ଞା କରୁଛି। ତୁମେ କେବଳ ରୁମ୍କୁ ବନ୍ଦ ରଖିବ ଏବଂ ରାତିରେ ଆଦୌ ବାହାରକୁ ଯିବ ନାହିଁ। ପଙ୍କଜଙ୍କ କଥା ମୋତେ ବହୁତ ଭୟଭୀତ କରୁଥିଲା। ମୁଁ କହିଲି, ମୁଁ ରାତିରେ ଏହି କୋଠରୀରେ ଏକୁଟିଆ ଶୋଇପାରିବି ନାହିଁ। ପଙ୍କଜ କିଛି ସମୟ ଚିନ୍ତା କରି କହିଲେ, ଠିକ୍ ଅଛି, ମୁଁ ମୋ ଭାଇଙ୍କୁ କହିବି ଏବଂ ଜଣେ ଚାକରାଣୀର ବ୍ୟବସ୍ଥା କରିବି। ସେ ତୁମ ସହିତ ଏହି ରୁମ୍ରେ ଶୋଇବ। କିନ୍ତୁ ତୁମେ କେବଳ ଏହା ଚେଷ୍ଟା କର ଯେ ଭାଇ ତୁମ ବିରୁଦ୍ଧରେ କୌଣସି ଅଭିଯୋଗ କରିବା ଉଚିତ ନୁହେଁ। ମୁଁ ଏହା ଉପରେ ମୁଣ୍ଡ ହଲାଇଲି। ପଙ୍କଜ ସନ୍ଧ୍ୟାରେ ଦିଲ୍ଲୀ ଚାଲିଗଲେ ଏବଂ ମୁଁ ଏକୁଟିଆ ରହିଥିଲି। ରାତିରେ ଜଣେ ଚାକରାଣୀ ମୋ ରୁମ୍ରେ ମୋ ସହିତ ତଳେ ବିଛାଇ ଶୋଇବା ଆରମ୍ଭ କଲା। ରାତିରେ ଯେତେବେଳେ ବି ଚିତ୍କାର ଶବ୍ଦ ଆସେ, ମୋ ଆଖି ଖୋଲିଯାଏ। ମୁଁ ଅନୁଭବ କରୁଥିଲି ଯେ ଯେତେବେଳେ ବି ଚିତ୍କାର ଶବ୍ଦ ଶୁଭୁଥିଲା, ଚାକରାଣୀ ମଧ୍ୟ ପାଶ ଏପଟ ସେପଟ କରେ। ମୁଁ ସନ୍ଦେହ କରିବାକୁ ଲାଗିଲି ଯେ ବୋଧହୁଏ ସେ ବି ସେହି ସ୍ୱର ଶୁଣିପାରେ। ଅନେକ ଥର ମୁଁ ସେହି ଚାକରାଣୀକୁ ସେ ଚିତ୍କାର ବିଷୟରେ ପଚାରିଲି। ଏହା ଶୁଣି ତାଙ୍କ ଚେହେରାର ରଙ୍ଗ ଫିକା ପଡ଼ିଯାଏ ଏବଂ ସେ ଭୟଭୀତ ହୋଇଥାଏ। ତାପରେ ନାଁରେ ସେ ମୁଣ୍ଡ ହଲାଇବା ଆରମ୍ଭ କରି କହିଲା, ମୁଁ କେବେ ଏପରି ଶବ୍ଦ ଶୁଣି ନାହିଁ। ତାଙ୍କ ଭୟ ହେତୁ ମୁଁ ଏହା ଅନୁମାନ କଲି। ମୁଁ ଭାବିଲି, କାହାଣୀର ଅଲଗା କାରଣ ଅଛି। ତାଙ୍କୁ କହିଲି, ମୁଁ ଜାଣେ ସେହି ସ୍ୱରଗୁଡ଼ିକ ତୁମକୁ ବି ଶୁଣାଯାଏ। ମୋ କଥା ଶୁଣିବା ପରେ ସେ ମୋ ସାମ୍ନାରେ ସେ ତାଙ୍କ ହାତ ଯୋଡ଼ି କହିଲେ, ମହଲରେ ଥିବା କାହାକୁ ଏ ବିଷୟରେ କେବେ ବି କିଛି ପଚାରିବ ନାହିଁ, ନଚେତ୍ ବହୁତ ଖରାପ ହେବ। ସେହି ଚାକରାଣୀ କଥା ଶୁଣିବା ପରେ ମୋତେ ଜାଣିବାକୁ ଇଚ୍ଛା ହେଲା। ମୁଁ ଭାବିବାକୁ ଲାଗିଲି ଯେ ମୁଁ ଏହା ଜାଣିବା ଉଚିତ ଯେ ଏସବୁର ରହସ୍ୟ କ'ଣ। ଯେତେବେଳେ ମୁଁ ରାତିରେ ଚିତ୍କାର ସ୍ୱର ଶୁଣିଲି, ମୁଁ ସ୍ଥିର କଲି, ସତ୍ୟ କ'ଣ ମୁଁ ଏହା ଖୋଜିବାକୁ ଚେଷ୍ଟା କରିବି। କାରଣ କୌଣସି ନା କୌଣସି ସ୍ଥାନରେ ମୁଁ ନିଶ୍ଚିତ ଥିଲି ଯେ ଏହା ଭୂତମାନଙ୍କର ମାମଲା ନୁହେଁ। ରାତିରେ ଚିତ୍କାର ଶୁଣି ମୁଁ ଉଠିକି ଠିଆ ହୋଇ
ଚୁପଚାପ ମୋ ରୁମର କବାଟ ପାଖକୁ ଆସି ଧୀରେ ଧୀରେ ଖୋଲିଲି। ମୁଁ ଶୁଣିଲି ଉପର ମହଲାରୁ ସେହି ସ୍ୱର ଆସୁଛି। ଧୀରେ ଧୀରେ ଚାଲିଲି ଆଉ ଉପରକୁ ଚଢ଼ିଲି। ସେଠାରୁ ଶବ୍ଦ ଆହୁରି ନିକଟତର ଶୁଭିଲା। ସେତେବେଳେ ମୁଁ ସ୍ୱର ଅନୁସରଣ କରି ଆଗକୁ ବଢ଼ାଇବା ବେଳେ ମୁଁ ସାମ୍ନାର ରୁମ୍କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ଏହା ମୋର ଦେଢ଼ଶୁରଙ୍କ ରୁମ୍ ଥିଲା, ଯେଉଁଠାରୁ ଝିଅର ମାନଙ୍କର ଚିତ୍କାର ସ୍ୱର ଶୁଣାଯାଉଥିଲା। ମୋ ମୁହଁର ରଙ୍ଗ ଉଡ଼ିଯାଇଥିଲା ଆଉ ମୁଁ ସେଠୁ ଫେରି ଆସିଲି। ନିଜ ରୁମ୍କୁ ଗଲି ଆଉ ହୃତ୍ସ୍ପନ୍ଦନକୁ ନିୟନ୍ତ୍ରଣ କରିବା ଆରମ୍ଭ କଲି। ରାଜୀବ ମାନେ ମୋ ଦେଢ଼ଶୁରଙ୍କ ରୁମ୍ରୁ ଆସୁଥିବା ଶବ୍ଦ ଶୁଣି ମୁଁ କଳ୍ପନା ମଧ୍ୟ କରିପାରୁନଥିଲି ଯେ ସେ ଏହିପରି ହୋଇପାରନ୍ତି। ତାଙ୍କ ପତ୍ନୀ ମଧ୍ୟ ଜୀବିତ ନଥିଲେ, କିନ୍ତୁ ସେ ମଧ୍ୟ ଦ୍ୱିତୀୟ ବିବାହ କରିନଥିଲେ। ସେ ଦୁନିଆ ସାମ୍ନାରେ କେତେ ବଡ଼ ଥିଲେ। ତଥାପି ସେହି ସ୍ୱରଗୁଡ଼ିକ କ'ଣ ଥିଲା? ମୁଁ ନିଜ ସହ କଥା ହେବାକୁ ଲାଗିଲି। ମୋର ହୃଦୟରେ ତାଙ୍କ ପ୍ରତି ମୋର ବହୁତ ସମ୍ମାନ ଥିଲା। ମୁଁ ତାଙ୍କ ବିଷୟରେ ଏହିପରି ଚିନ୍ତା ମଧ୍ୟ କରିପାରୁନାହିଁ। ମୋ ଆଖିରୁ ଲୁହ ଝରିବାକୁ ଲାଗିଲା। ମୁଁ ମୋ ବିଛଣାରେ ବସି କାନ୍ଦିବାକୁ ଲାଗିଲି। ମୋ ଦେଢ଼ଶୁର ସେ ମହିଳାମାନଙ୍କ ସହିତ। ନା, ଏହା କିପରି ହୋଇପାରେ? ଗ୍ରାମବାସୀ ତାଙ୍କୁ ବହୁତ ସମ୍ମାନ କରନ୍ତି। ତେବେ ଏସବୁ କ'ଣ ଥିଲା? ଆଜି ସେଠାରେ ତାଙ୍କର ରୂପ କ'ଣ ଥିଲା? ମୁଁ ନିଜ ଆଖିରେ ଦେଖିଥିଲି ଯେ ମୁଁ ରାତି ସାରା ଜାଗ୍ରତରେ କଟାଇଥିଲି, କାରଣ ମୁଁ ତାଙ୍କ ବିଷୟରେ ସବୁ ଭାବି ପାରୁନଥିଲି। ସକାଳେ ଜଳଖିଆରେ ସେ ତାଙ୍କ ସିଟରେ ବସିଥିଲେ। ମୋ ଆଖି ଦେଖି ଚା ପିଇବା ସମୟରେ କହିଲେ, ପଙ୍କଜ, ମୋ ବୋହୂ ସହିତ ଫୋନରେ କଥା ହେଇନି। ସେଇଥିପାଇଁ କାନ୍ଦିବା ହେତୁ ତାଙ୍କ ଆଖି ଫୁଲି ଯାଇଛି। ମୁଁ ତାଙ୍କ କଥାରେ କୌଣସି ଉତ୍ତର ଦେଇନଥିଲି। ସେ ନିଜକୁ ନିଜେ ହସିବାକୁ ଲାଗିଲେ ଏବଂ ତାପରେ କହିଲେ, ପଙ୍କଜ ସେଠାରେ ବହୁତ ବ୍ୟସ୍ତ ଅଛି। ବୋଧହୁଏ ସେଇଥିପାଇଁ ସେ ଫୋନ୍ କରିପାରି ନାହିଁ। ମୁଁ ତାଙ୍କ କଥାରେ କୌଣସି ଉତ୍ତର ଦେଲି ନାହିଁ। ଆଜି ମୁଁ ତାଙ୍କ ଚେହେରା ବି ଦେଖିବାକୁ ଚାହୁଁନଥିଲି। ମୋତେ ଏହା ମଧ୍ୟ ଲାଗୁଥିଲା ସେ ଜଣେ ବ୍ୟକ୍ତି ନଥିଲେ, ରାକ୍ଷସ ଥିଲେ ଏବଂ ଦିନରେ ବହୁତ ଭଲ, ରାତିରେ ରାକ୍ଷସ। ମୁଁ ଏ ସବୁ ଭାବି ମୋ ଦେହରେ ଥଣ୍ଡା ହେବାକୁ ଲାଗିଲା। ମୁଁ ଭାବିଥିଲି ଯେ ବର୍ତ୍ତମାନ ମୁଁ ତାଙ୍କର ପର୍ଦ୍ଦାଫାଶ କରିବି, କିନ୍ତୁ ମୁଁ ଜାଣିନଥିଲି ଯେ ମୁଁ ନିଜ ପାଇଁ କେତେ ଅସୁବିଧା ସୃଷ୍ଟି କରୁଛି। ଯେତେବେଳେ ମୁଁ ସେହି ଚିତ୍କାରର ସ୍ୱର ଶୁଣିଲି, ମୁଁ ପୁଣି ମୋ ରୁମ୍ରୁ ବାହାରିଲି। ସେ ରୁମ୍ର କୋଣରେ ଦେଖିବା ଆରମ୍ଭ କଲି। ସେଠାରେ ଜଣେ 15 ବର୍ଷର ଝିଅ ଥିଲା, ଯିଏକି ଏକ ଗାଁର ଝିଅ ପରି ଦେଖାଯାଉଥିଲା। ତାଙ୍କ ଯନ୍ତ୍ରଣା ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ସେ ହାତ ଯୋଡ଼ି ନିଜ ଇଜ୍ଜତର ଭିକ ମାଗୁଥିଲେ ଆଉ କାନ୍ଦି କାନ୍ଦି ଚିତ୍କାର କରୁଥିଲା। କିନ୍ତୁ ମୋ ଦେଢ଼ଶୁର ଅତି ନିର୍ଦ୍ଦୟ ଭାବରେ ତାଙ୍କ ଦୁପାଟା କାଢ଼ିଦେଲେ ଆଉ ତାଙ୍କୁ ଝୁଣିବାକୁ ଲାଗିଲେ। ମୁଁ ଏହାଠାରୁ ଅଧିକ ଦେଖିପାରୁନଥିଲି। ମୁଁ ପଛକୁ ଫେରିଗଲି। କୌଣସି ପ୍ରକାରରେ ମୁଁ ଏ ରାତିକୁ ବିତାଇଥିଲି ଏବଂ ସକାଳ ହେବା ମାତ୍ରେ ମୁଁ ପଙ୍କଜଙ୍କୁ ଫୋନ୍ କଲି। ମୁଁ କହିଲି, ତୁମେ ମୋତେ ଏତେ ମିଛ କ'ଣ ପାଇଁ କହିଲ? ତୁମେ କହିଥିଲ ଯେ ମହଲରେ ଆତ୍ମା ଅଛନ୍ତି, କିନ୍ତୁ ସେପରି କିଛି ନାହିଁ। ସେହି ସ୍ୱରଗୁଡ଼ିକ ଗାଁର ନିରୀହ ଝିଅମାନଙ୍କର, ଯିଏ ତୁମ ବାପାଙ୍କ ପରି ଭାଇର ହବସର ଶିକାର ହୁଅନ୍ତି। ମୋ ପାଟିକୁ ଯାହା ଆସୁଥିଲା ମୁଁ ପଙ୍କଜଙ୍କୁ କହିଲି। ମୋ କଥା ଶୁଣିବା ପରେ
ସେ ରାଗିଗଲେ ଏବଂ କହିଲେ ଯେ ମହଲର ସମସ୍ତ ଲୋକଙ୍କ ପରି ତୁମର ପାଟି ବନ୍ଦ ରଖ, ନଚେତ୍ ରାଜୀବଙ୍କ ଶକ୍ତି ବିଷୟରେ ତୁମର କୌଣସି ଧାରଣା ନାହିଁ। ତୁମକୁ ସେ ଜୀବନରୁ ମାରିଦେବ। ପଙ୍କଜଙ୍କ କଥା ଶୁଣି ମୁଁ କମ୍ ଆଶ୍ଚର୍ଯ୍ୟ ହୋଇନଥିଲି। ଅର୍ଥାତ୍ ସେ ତାଙ୍କ ଭାଇଙ୍କ ବିଷୟରେ ଏସବୁ ଜାଣିଥିଲେ ଏବଂ ସେ ମଧ୍ୟ ଏହିସବୁ କାର୍ଯ୍ୟରେ ଜଡ଼ିତ ଥିଲେ। ମୁଁ ମୋ ଫୋନ୍କୁ ବନ୍ଦ କରିଦେଲି। ଭୁଲ ଘଟଣା ଦେଖି ମୁଁ ଏହିପରି ଚୁପ୍ ରହିପାରିବିନି। ମୁଁ କେବଳ ଏକ ପ୍ରମାଣ ଚାହୁଁଥିଲି, କାରଣ ଏଠାରେ କେହି ନଥିଲେ ଯିଏ ରାଜୀବଙ୍କ ବିରୁଦ୍ଧରେ ଏକ ଶବ୍ଦ ମଧ୍ୟ କହିବେ। ତେଣୁ ରାତି ହେବା ପୂର୍ବରୁ ମୁଁ ଅସୁସ୍ଥତାର ବାହାନା କରି ମୋ ରୁମ୍ ଭିତରକୁ କବାଟ ବନ୍ଦ କରିଦେଲି। ମୁଁ ଜାଣିଥିଲି ଯେ ରାଜୀବ କେତେବେଳେ ଉପରକୁ ଯାଆନ୍ତି, ତେଣୁ ମୁଁ ମୋ ପଛ ଝରକା ଦେଇ ବାହାରି ପାଇପ୍ ଲାଇନ୍ ସାହାଯ୍ୟରେ ଉପରକୁ ପହଞ୍ଚିଲି। ରାଜୀବଙ୍କ ରୁମ୍ର ବାହାରେ ଥିବା ଝରକା ସେହି ସମୟରେ ଖୋଲା ଥିଲା। ମୁଁ ସେହି ଝରକା ଦେଇ ସେହି ରୁମ୍ରେ ପହଞ୍ଚିଲି ଏବଂ ସେ ରୁମ୍କୁ ଚତୁର୍ଥୀ ରାତିର ରୁମ୍ ପରି ସଜାଯାଇଥିଲା। ମୁଁ ଝରକା ନିକଟରେ ଥିବା ଏକ କୋଣରେ ଲୁଚି ରହିଥିଲି। ରାତି 1ରେ ରାଜୀବ ସେହି ରୁମ୍ ଭିତରକୁ ଆସିଲେ ଆଉ ରୁମ୍ର ସାମ୍ନାରେ ଥିବା ସୋଫାରେ ବସିଲେ। କିଛି ସମୟ ପରେ ତାଙ୍କ ଚାକର ଏକ ମଦ ବୋତଲ ନେଇ ଆସି ଟେବୁଲ ଉପରେ ରଖିଲା, କିନ୍ତୁ ମୁଁ ମୋ ମୋବାଇଲ କ୍ୟାମେରା ଅନ୍ କରିଦେଲି। କିଛି ସମୟ ପରେ ଜଣେ 14 ବର୍ଷର ନିରୀହ ଝିଅଟି ରୁମ୍କୁ ଆସିଲା। ଝିଅଟି ସେହି ରୁମ୍କୁ ଆସି ବାରମ୍ବାର ଚିତ୍କାର କରୁଥିଲା। ସେ କହୁଥିଲେ ଯେ ତାଙ୍କୁ ତାଙ୍କ ପରିବାର ପାଖକୁ ଯିବାକୁ ଚାହୁଁଛି। ଚାକରଟି ଝିଅକୁ ରୁମ୍ ଭିତରକୁ ଠେଲିଦେଲା ଆଉ ସେ ରୁମ୍କୁ ବନ୍ଦ କରି ଚାଲିଗଲା। ରାଜୀବ ବହୁତ ଆରାମଦାୟକ ସୋଫାରେ ବସି ସେହି ଝିଅର ଅସହାୟତାକୁ ଦେଖୁଥାଏ। ସେ ବହୁତ କାନ୍ଦୁଥିଲେ ଏବଂ କବାଟ ବାଡ଼ଉଥିଲେ। ସେ ନିଜକୁ ରକ୍ଷା କରିବା ପାଇଁ ସାହାଯ୍ୟ ମାଗୁଥିଲେ। ଏହି ଚିତ୍କାର ମହଲର କାନ୍ଥରେ ପ୍ରତିଧ୍ୱନିତ ହେଉଥିଲା। ସେଠାରେ ଥିବା ଲୋକମାନେ ଏହି ଅତ୍ୟାଚାର ଉପରେ ସମ୍ପୂର୍ଣ୍ଣ ନୀରବ ରହିଥିଲେ। ଯେତେବେଳେ ଝିଅଟି କବାଟ ବାଡ଼େଇ ବାଡ଼େଇ ଥକିଗଲା, ରାଜୀବଙ୍କ ନିକଟକୁ ଆସି ହାତ ଯୋଡ଼ି କହିଲା, ସାର୍, ମୋତେ ଛାଡ଼ିଦିଅ। ମୋତେ ଛାଡ଼ିଦିଅ। ମୁଁ ତୁମ ଝିଅ ବୟସର ହେବି। ମୋତେ ଦୟାକର। ତା କଥା ଶୁଣି ମୋ ଦେଢ଼ଶୁର କ୍ରୋଧିତ ହୋଇଉଠିଲା ଏବଂ ତା କେଶ ଧରି ଆଖିରେ ଦୁଷ୍ଟତା ଭରି କହିଲେ, କିଛି ନିମ୍ନ ଜାତିର ଝିଅ, ତୋର ଏତେ ସାହସ କି ତୁ ମୋ ସାମ୍ନାରେ କଥା କହୁଛୁ? ମୁଁ ତୋତେ ଏବେ କହୁଛି, ମୋ ସାମ୍ନାରେ କଥା କହିବାର ଫଳ କ'ଣ ହୁଏ ଆଉ ମୁଁ ସେମାନଙ୍କ ସହିତ କ'ଣ କରେ। ସେ ଏହା କହି ସେହି ଝିଅକୁ ବହୁତ ବଳ ସହିତ ଭୂମିରେ ଫୋପାଡ଼ି ଦେଲେ ଆଉ ସେ ଝିଅଟିର ବେକକୁ ଗୋଡ଼ରେ ମାରିବା ଆରମ୍ଭ କଲେ। ସେ ଝିଅ ଯନ୍ତ୍ରଣାରେ ଚିତ୍କାର କରୁଥିଲା ଏବଂ ମୁଁ ସବୁ ଦେଖିପାରୁନଥିଲି। ମୁଁ ଜାଣେ ନାହିଁ ମୁଁ କିପରି ନିଜକୁ ନିୟନ୍ତ୍ରଣ କଲି। ମୁଁ ସେଠାରେ ଠିଆ ହୋଇ ଏସବୁ ଦେଖୁଥିଲି। ତାପରେ ମୋ ଦେଢ଼ଶୁର ଝିଅଟିକୁ ଧରି ଖଟ ଉପରେ ଫିଙ୍ଗିଦେଲେ ଏବଂ ସେ ସିଗାରେଟ୍ ଜଳାଇ ସେ ଝିଅର ମୁହଁରେ ଲଗାଇଲେ। ସେହି ଝିଅର ଚିତ୍କାର ସହିତ ମୋର ଚିତ୍କାର ମଧ୍ୟ ବାହାରିଗଲା। ରାଜୀବ ସଙ୍ଗେ ସଙ୍ଗେ ସେଠାରୁ ପଛକୁ ହଟିଗଲେ। ମୋର ଚିତ୍କାର ଶୁଣି ସେ ବୁଝିଗଲେ ଯେ ରୁମ୍ରେ ପୂର୍ବରୁ ସେହି ଝିଅ ବ୍ୟତୀତ ଅନ୍ୟ କେହି ଅଛନ୍ତି। ସେ ମୋତେ ଖୋଜିଲେ ଏବଂ ମୁଁ ସେହି ଝରକା ଦେଇ ଡେଇଁ ପଡ଼ିଲି,
କିନ୍ତୁ ବୋଧହୁଏ ସେ ମୋତେ ଦେଖିଥିଲେ, କାରଣ ମୁଁ ଜଣେ ପେଶାଦାର ଗୁପ୍ତଚର ନଥିଲି। ମୁଁ କେବଳ ଜଣେ ସାଧାରଣ ଝିଅ ଥିଲି। ମୁଁ ଯେଉଁ ରାସ୍ତା ଦେଇ ଆସିଥିଲି ସେହିପରି ତଳକୁ ଗଲି। ମୁଁ ମୋ ରୁମ୍ରୁ ଯିବା ବଦଳରେ ମହଲ ପଛକୁ ଗଲି। ମୁଁ ସେଠାରୁ ଯାଇ ନିଜକୁ ଲୁଚାଇ ରଖିଲି। ମୁଁ ବହୁତ ହଲଚଲ ଅନୁଭବ କଲି। ଅନେକ ପାଦ ଆସିବାର ମୁଁ ସ୍ୱର ଶୁଣି ଏକ ଘନ ବୁଦା ଭିତରେ ଲୁଚି ରହିଲି। ସେବକମାନେ ମଶାଲ ଜାଳି ମୋତେ ଖୋଜୁଥିଲେ। ମୁଁ ନିଶ୍ୱାସ ନେବାକୁ ବି ଭୁଲି ଯାଇଥିଲି। ମୁଁ ଭୟ କରୁଥିଲି ଯେ ବର୍ତ୍ତମାନ ମୋତେ ଧରାଯିବ। କିଛି ସମୟ ପରେ ସେବକମାନେ ସେଠାରୁ ଚାଲିଗଲେ। ସେମାନଙ୍କ ଯିବା ମାତ୍ରେ ମୁଁ ଦୀର୍ଘ ନିଶ୍ୱାସ ଛାଡ଼ି ଏକ ବଡ଼ ଗଛ ଉପରେ ଚଢ଼ିଗଲି, ଯାହା ସେ ମହଲାର କାନ୍ଥକୁ ଲାଗିଥିଲା। ମୁଁ ସେହି ଗଛ ଉପରକୁ ଚଢ଼ି କାନ୍ଥର ଅନ୍ୟ ପାର୍ଶ୍ୱରେ ପହଞ୍ଚିଲି। ମୁଁ ଦେଖିଲି ଏହା ଏକ ଘଞ୍ଚ ଜଙ୍ଗଲ ଏବଂ ମୁଁ ସେଠାକୁ ଡେଇଁଲି। ମୁଁ ଜାଣିନଥିଲି ଯେ ମୁଁ ସେହି ଜଙ୍ଗଲ ପାର ହୋଇପାରିବି ଆଉ ପରେ କେଉଁଠାରେ ପହଞ୍ଚିବି, କିନ୍ତୁ ମୁଁ କ୍ରମାଗତ ଭାବରେ ଦୌଡ଼ିବାରେ ଲାଗିଲି। ସକାଳ ହେବା ମାତ୍ରେ ମୁଁ ସକାଳ ପର୍ଯ୍ୟନ୍ତ ଦୌଡ଼ୁଥିଲି। ହାଲୁକା ହାଲୁକା ଧୂଆ ହୋଇଗଲା ଏବଂ ମୁଁ ରାସ୍ତାରେ ପହଞ୍ଚିଲି। ସେହି ସମୟରେ ଦିଲ୍ଲୀ ଯିବା ପାଇଁ ସେଠାରୁ ଏକ ବସ୍ ଯାଉଥିଲା। ମୁଁ ସେହି ବସ୍ରେ ବସି ମୋ ମୁହଁକୁ ପୁରା ବାଟରେ ଏକ ସ୍କାର୍ଫ ସହିତ ଲୁଚାଇ ରଖିଥିଲି। ମୁଁ ଦିଲ୍ଲୀରେ ପହଞ୍ଚିବା ମାତ୍ରେ IPS ଅଧିକାରୀ, ଯିଏ ମୋ ବାପାଙ୍କର ବନ୍ଧୁ, ତାଙ୍କୁ ସବୁ କହିଲି ଆଉ ଭିଡ଼ିଓଟି ମଧ୍ୟ ଦେଖାଇଥିଲି। ମୋ ଦ୍ୱାରା ସେହି ଗାଁରେ ଘଟୁଥିବା ସେହି ଘୂର୍ଣ୍ଣ୍ୟ ଖେଳର କାହାଣୀ ସମାପ୍ତ ହେଲା ଏବଂ ରାଜୀବଙ୍କ ସାଙ୍ଗରେ ପଙ୍କଜ ମଧ୍ୟ ସେମାନଙ୍କ ସହ ଧରା ପଡ଼ିଥିଲେ। ସେମାନେ ଗାଁରେ ଥିବା କମ୍ ବୟସର ଝିଅମାନଙ୍କ ସହିତ ଧର୍ଷଣ କରି ତାଙ୍କୁ ଅନ୍ୟ ଦେଶକୁ ପଠାଉଥିଲେ ଏବଂ କିଛି ଝିଅମାନଙ୍କୁ ହତ୍ୟା ମଧ୍ୟ କରୁଥିଲେ। ମୋ ସ୍ୱାମୀ ଦିଲ୍ଲୀରେ ରହି ଏହି କାମ କରୁଥିଲେ। ସେଇଥିପାଇଁ ସେ ମୋତେ ତାଙ୍କ ସାଙ୍ଗରେ ନେଇନଥିଲେ। ମୁଁ ବର୍ତ୍ତମାନ ପଙ୍କଜଙ୍କୁ ଛାଡ଼ପତ୍ର ଦେଇଛି, କାରଣ ମୁଁ ଏପରି ବ୍ୟକ୍ତିଙ୍କ ସହିତ ଜୀବନ ବିତାଇ ପାରିବି ନାହିଁ। ମୁଁ ଆଜି ଖୁସି ଯେ ମୋ ହେତୁ ଅନେକ ଝିଅ ଉଦ୍ଧାର ହୋଇଥିଲେ। ବନ୍ଧୁଗଣ, ମୁଁ ଆଶା କରେ ଆପଣମାନେ ମୋ କାହାଣୀଟିକୁ ପସନ୍ଦ କରିବେ। ଆଉ ଯଦି ଆପଣ କାହାଣୀଟିକୁ ପସନ୍ଦ କରନ୍ତି ତେବେ ଭିଡ଼ିଓଟି ଲାଇକ୍ କରନ୍ତୁ। ଯଦି ଆପଣ ଚ୍ୟାନେଲରେ ନୂଆ ଅଟନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୋଟିଫିକେସନ୍ ଘଣ୍ଟି ପ୍ରେସ୍ କରନ୍ତୁ, ଯାହାଦ୍ୱାରା ପରବର୍ତ୍ତୀ ଅପଡ଼େଟ୍ ପାଇପାରିବେ। ଧନ୍ୟବାଦ। ମୁଁ ଏତିକିରେ ରହୁଛି। ପୁଣି ଆସିବି ଆଉ ଗୋଟେ ସୁନ୍ଦର ଇଣ୍ଟରେଷ୍ଟିଂ ନୂଆ ଷ୍ଟୋରି ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ। ବାଏ ବାଏ ଆଣ୍ଡ ଟେକ୍ କେୟାର।